ଖ୍ରୀଷ୍ଟ ଯୀଶୁଙ୍କ ମଧୁମୟ ନାମରେ ସମସ୍ତଙ୍କୁ ନମସ୍କାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ନିର୍ବାଚନ ପାଖେଇ ଆସିଲାଣି। ଆଉ ଅଳ୍ପ ଦିନ ହିଁ ରହିଲା ନିର୍ବାଚନ ପାଇଁ। ସମସ୍ତଙ୍କ ମଧ୍ୟରେ ଗୋଟେ ଏକ୍ସାଇଟମେଣ୍ଟ ଭୋଟ୍ରେ ପାର୍ଟିସିପେଟ୍ କରିବା ପାଇଁ ଏବଂ ସମସ୍ତେ ଉତ୍କଣ୍ଠ ଭାବରେ ଦେଖୁଅଛନ୍ତି ରାଜ୍ୟରେ କେନ୍ଦ୍ରରେ କେଉଁ ସରକାର ଆସିବ, କିଏ ସିଂହାସନରେ ବସିବା ପାଇଁ ଯାଉଅଛନ୍ତି, କିଏ ଅଧିକାରରେ ଆସିବେ ବୋଲି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସମୟରେ ଆପଣମାନଙ୍କୁ ମୋ ସ୍ମରଣରେ ଆଣିବା ପାଇଁ ଇଚ୍ଛା କରୁଅଛି ଯେ ଯେଉଁ ବ୍ୟକ୍ତି ବି ଆସନ୍ତୁ, ଯେଉଁ ସରକାର ବି ଆସୁ, ପ୍ରଭୁଙ୍କର ଯୋଜନା, ପ୍ରଭୁଙ୍କର ସଂକଳ୍ପ ଅନୁଯାୟୀ ହିଁ ଆସିବେ। କାରଣ ପବିତ୍ର ବାଇବଲ କହେ ଅଧିକାର ସଦା ପ୍ରଭୁଙ୍କ ଠାରୁ ଆସେ। ପ୍ରଭୁ ଯଦି ଯୋଜନା କରିଅଛନ୍ତି, ପ୍ରଭୁ ଯଦି ଇଚ୍ଛା କରିଅଛନ୍ତି ଏହି ବ୍ୟକ୍ତିଙ୍କୁ ସିଂହାସନରେ ବସେଇବି ବୋଲି, ପ୍ରଭୁ ଯଦି ଇଚ୍ଛା କରୁଅଛନ୍ତି ସେ ବ୍ୟକ୍ତି ସରକାରରେ ଆସିବେ ବୋଲି, କେତେ ଲୋକ କେତେ ପ୍ରୟାସ କଲେ ବି, କେତେ ଚେଷ୍ଟା କଲେ ବି ରଖିପାରିବେ ନାହିଁ ପ୍ରଭୁଙ୍କର ଯୋଜନାକୁ, ପ୍ରଭୁଙ୍କର ସଂକଳ୍ପକୁ। ଯଦି ପ୍ରଭୁଙ୍କର ଇଚ୍ଛା ନାହିଁ, ପ୍ରଭୁଙ୍କର ସଂକଳ୍ପ ଯଦି ନାହିଁ, ସେ ବ୍ୟକ୍ତି ଆସିବାର କେତେ ପରିଶ୍ରମ କଲେ, କେତେ ଚେଷ୍ଟା କଲେ ବି ଆସିପାରିବେ ନାହିଁ। କାରଣ ଅଧିକାର ସଦା ପ୍ରଭୁଙ୍କ ଠାରୁ ଆସେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, କିନ୍ତୁ ଏ ସମୟରେ ପ୍ରଭୁଙ୍କ ଲୋକମାନେ, ଖ୍ରୀଷ୍ଟିଆନ ଲୋକମାନେ, ମଣ୍ଡଳୀ, ଆମ୍ଭେମାନେ କ'ଣ କରିବାକୁ ପଡ଼ିବ? ମାନେ ବୋଝର ସହିତ ଆମରି ଦେଶ ପାଇଁ, ଆମରି ଦେଶର ଅଧିପତିମାନଙ୍କ ପାଇଁ, ଶାସନକର୍ତ୍ତାମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ଆମରି ଦେଶର ସୁରକ୍ଷା ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। କେବଳ ତାହା ନୁହଁ, କିନ୍ତୁ ଉତ୍ତମ ଲିଡର ଆସିବାର ଅଛି, ଗୋଟେ ଉତ୍ତମ ସରକାର ଆସିବାର ଅଛି। ଯେଉଁ ସରକାର ଆସିଲେ ଆମରି ଦେଶ ସୁରକ୍ଷାରେ ରହିପାରିବ, ଆମରି ଦେଶ ଉନ୍ନତି ହୋଇପାରିବ, ଆମରି ଦେଶର ଭବିଷ୍ୟତ ଉଜ୍ଜଳ ହେବ, ଆମରି ଦେଶରେ ପ୍ରେମ ରହିବ, ଆମରି ଦେଶରେ ଶାନ୍ତି ରହିବ। ସେଇଭଳି ସରକାର ଆସିବାର ଅଛି ବୋଲି ଆମେ ପ୍ରାର୍ଥନା ମଧ୍ୟ କରିବାର ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରେରିତ ପାଉଲ ତିମୋତିଙ୍କୁ ପତ୍ର ଲେଖୁ ଲେଖୁ ଅନୁରୋଧ କରି ଗୋଟିଏ କଥା କହୁଅଛନ୍ତି। ପ୍ରଥମ ତିମୋତି 2:1 ଆମେମାନେ ଯେପରି ସର୍ବତ ଭାବେ ଈଶ୍ୱର ପରାୟଣତା ଓ ଭଦ୍ରତା ଓ ଶାନ୍ତି ଓ ନିର୍ବିଘ୍ନତାରେ ଜୀବନଯାପନ କରିପାରୁ, ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରୁଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, এই ଜାଗାରେ ପ୍ରେରିତ ପାଉଲ ଅନୁରୋଧ କରୁଅଛନ୍ତି ଯେ ଶାସନକର୍ତ୍ତା, ରାଜା ଏବଂ ଦେଶର ଲୋକମାନଙ୍କ ପାଇଁ ପ୍ରାର୍ଥନା କର ବୋଲି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଦେଇଥିବା ଦାୟିତ୍ୱ, ପ୍ରଭୁ ଆମମାନଙ୍କୁ ଦେଇଥିବା ଗୋଟେ ରେସ୍ପନ୍ସିବିଲିଟି ଏହା ଯେ ଆମେ ଆମରି ଦେଶ ପାଇଁ, ଆମରି ଦେଶର ଅଧିକାରୀମାନଙ୍କ ପାଇଁ, ଆମରି ଦେଶର ଲୋକମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବାକୁ ପଡ଼ିବ। ଏହି ନିର୍ବାଚନ ସମୟରେ ଆପଣମାନଙ୍କୁ ମୁଁ ଅନୁରୋଧ କରୁଅଛି ଏବଂ ଡାକରା ଦେଉଅଛି, ପ୍ରାର୍ଥନାର ସହ, ଜ୍ଞାନର ସହ ଭୋଟ ଦିଅନ୍ତୁ ଆଉ ଲିଡର୍ସକୁ ବାଛନ୍ତୁ, ସରକାରକୁ ବାଛିବା। କାରଣ ଯେଉଁ ସରକାର ଆସିଲେ ଆମରି ଦେଶର ଭବିଷ୍ୟତ ବଦଳି ପାରିବ, ଆମରି ଦେଶ ଶାନ୍ତିରେ ରହିପାରିବ, ଆମରି ଦେଶରେ ଲୋକମାନେ ଆନନ୍ଦରେ ରହିପାରିବେ। ଏବଂ କେବଳ ତାହା ନୁହଁ, ଯେଉଁ ଅଧିକାରୀ ଆସିଲେ, ଯେଉଁ ଶାସନକର୍ତ୍ତା ଆସିଲେ ଦିନହୀନ ଗରିବ ଲୋକମାନଙ୍କୁ ନ୍ୟାୟ ମିଳିପାରିବ। ସେଇଭଳି ଅଧିକାର, ସେଇଭଳି ଅଧିକାରୀଙ୍କ ପାଇଁ, ସେଇଭଳି ଶାସନକର୍ତ୍ତାଙ୍କ ପାଇଁ ଆମେ ପ୍ରାର୍ଥନା କରିବାର ଅଛି। ଆଉ ପ୍ରାର୍ଥନାର ସହ ଏହି ନିର୍ବାଚନରେ ଆମେ ପାର୍ଟିସିପେଟ୍ କରିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପବିତ୍ର ବାଇବଲରେ ଲେଖାଯାଇଅଛି, ହିତୋପଦେଶ 29:14 ଲେଖାଯାଇଅଛି ଏଇଭଳି ଯେ ସେ ବ୍ୟକ୍ତିଙ୍କର, ସେଇ ଅଧିକାରୀଙ୍କର, ସେହି ଶାସନକର୍ତ୍ତାଙ୍କର ସିଂହାସନ ସ୍ଥିର ହୋଇ ରହିପାରିବ ଯେଉଁ ଶାସନକର୍ତ୍ତା ଦୁଃଖୀ ଲୋକମାନଙ୍କୁ, ଗରିବ ଲୋକମାନଙ୍କୁ ନ୍ୟାୟ କରିପାରିବ ବୋଲି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଇଭଳି ଲିଡରକୁ ଆମେ ବାଛିବା, ସେଇଭଳି ସରକାରଙ୍କୁ ଆମେ ବାଛିବା, ସେଇଭଳି ବ୍ୟକ୍ତିଙ୍କୁ ଆମେ ବାଛିବା ଏବଂ ଭୋଟ ଦେବା ଜ୍ଞାନର ସହ, ପ୍ରାର୍ଥନାର ସହ। ଏ ବାକ୍ୟ ଦ୍ୱାରା ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆମରି ଭାରତ ଦେଶକୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ୟୁ ଆଣ୍ଡ ଗଡ୍ ବ୍ଲେସ୍ ଆୱାର ଇଣ୍ଡିଆ।